ଏ କଳିଯୁଗରେ ତୁମେ ଯାହା ପାଇଁ ଯେତେ ଭଲ କର ନା କାହିଁକି ଦିନେ ନା ଦିନେ ସେ ପ୍ରମାଣ କରିଦେବ ଯେ ତୁମେ ଖରାପ ବୋଲି। ଏଠି ସତ କହିଲେ କେହି ବିଶ୍ୱାସ କରନ୍ତିନି, ଆଉ ମିଛକୁ ସହଜରେ ବିଶ୍ୱାସ କରନ୍ତି। ଏଠି ଗରିବକୁ କେହି ଖାତିର କରନ୍ତିନି, କିନ୍ତୁ ଧନୀ ପଛରେ ସମସ୍ତେ ଚାମଚା ହୋଇ ବୁଲନ୍ତି। ଏଠି ଲୋକମାନେ ଦୁଃଖୀର ଦୁଃଖକୁ ବୁଝନ୍ତିନି, କିନ୍ତୁ ତାକୁ ପରିହାସ ସମସ୍ତେ କରନ୍ତି। ଏଠି ସାଧୁ କମ୍, ଠକ ଅଧିକ। ଏଠି ଭଲ ପାଇବାର ମାନେ ପ୍ରତାରଣା ଆଉ ଧୋକା। ଏଠି ଦାନ କମ୍, ଲୋକ ଦେଖାଣିଆ ଅଧିକ। ଏଠି ବାସ୍ତବ କମ୍, ଅବାସ୍ତବ ଅଧିକ। ଭଲ ଲୋକଙ୍କୁ ଭୁଲ ବୁଝୁଥିବା ମଣିଷ ଭବିଷ୍ୟତରେ ବହୁତ ପସ୍ତାଏ। ଯେତେବେଳେ ଠିକ୍ ବୁଝିବା ଆରମ୍ଭ କରେ ସେତେବେଳକୁ ସବୁ ସରିଯାଇଥାଏ। ଏବେ କଳିଯୁଗ ଆଜ୍ଞା, ଯେପର୍ଯ୍ୟନ୍ତ ଆପଣ ଲୋକଙ୍କ କାମରେ ଆସୁଥିବେ ସେ ପର୍ଯ୍ୟନ୍ତ ଲୋକେ ଆପଣଙ୍କୁ ଚିଙ୍ଗୁଥିବେ। କାହିଁକି ନା ସମସ୍ତେ ଜାଣିଛନ୍ତି ଦୀପ ଜଳିଲା ପରେ ଦିଆସିଲି କାଠିର ଅବସ୍ଥା କିପରି ହୋଇଥାଏ। ଜୀବନରେ ଗୋଟିଏ ନିୟମ ରଖ, ସିଧା କଥା କୁହ, ସତ୍ୟ କୁହ, ମୁହଁ ଉପରେ କୁହ। ଯିଏ ନିଜର ହୋଇଥିବ ସେ ଭଲସେ ବୁଝିଯିବ, ଆଉ ସେ ନାମକୁ ମାତ୍ର ଥିବେ ସେ ଦୂରେଇ ଯିବେ। କଳିଯୁଗରେ ପ୍ରଥମେ ଲୋକେ ତୁମର ଭଲ ପଣିଆର ଫାଇଦା ଉଠାଇବେ, ପରେ ବ୍ୟବହାର କରିବେ, ତୁମ ଦ୍ୱାରା କାମ ବାହାର କରିବେ, ପୁଣି ଶେଷରେ ତୁମକୁ ସମସ୍ତଙ୍କ ସାମ୍ନାରେ ବଦନାମ କରି ଖରାପ ସାବ୍ୟସ୍ତ କରିଦେବେ। ଲୋକେ ଉପବାସ କରନ୍ତି ସତ, କିନ୍ତୁ କେବଳ ଖାଦ୍ୟର କରନ୍ତି। ମନରେ ବିଷ, ଲୋଭ, କ୍ରୋଧ, ଅହଙ୍କାର, ଖରାପ ବିଚାର ହିଁ ଚାଲିଥାଏ। ଚକ୍ରବ୍ୟୁହ ରଚନା କରିଲା ବାଲା ନିଜର ଲୋକ ହିଁ ହୋଇଥାନ୍ତି। ଏହା କାଲି ବି ସତ ଥିଲା ଏବଂ ଆଜି ବି ଏହା ହିଁ ସତ୍ୟ ଅଟେ। କଳିଯୁଗର କଠିନ ସତ୍ୟ ଏଟା। ମୃତ୍ୟୁ ପରେ ମଣିଷ ସବୁ ଜିନିଷ ଦାନ କରିଦିଅନ୍ତି, କିନ୍ତୁ ସିଏ ଅର୍ଜିଥିବା ଧନ ନିଜ ଭିତରେ ବାଣ୍ଟି ଦିଅନ୍ତି। ଅନ୍ୟର ଦୁଃଖ ଦେଖି ଲୋକେ କହନ୍ତି ଏହା ତାର କର୍ମର ଫଳ, କିନ୍ତୁ ଯେତେବେଳେ ନିଜ ଉପରକୁ ଆସେ ସେତେବେଳେ କୁହନ୍ତି ଏହା ଈଶ୍ୱରଙ୍କର ପରୀକ୍ଷା।